ଆଉ ଚୁନମୁନ ବି ସେଇ ଗୁଫାରେ ତାଙ୍କ ସହିତ ରହିଲା। ମିଠୁ, ମୁଁ ଗୋଟେ କଥା ବୁଝିପାରୁନି। ତୋ ଫ୍ୟାମିଲି ଅନ୍ୟ ପକ୍ଷୀମାନଙ୍କ ଭଳି ସେ ବସାରେ କାହିଁ ରହୁନାହାନ୍ତି? ଆଉ ସେ ଲାଲ ପଥର ପାଖରେ ତାର ରଙ୍ଗ କେମିତି ବଦଳି ଯାଉଛି ଯେ? ମୁଁ ଗୋଟେ ଗୋପନ କଥା କହିବି, ହେଲେ ତମେ ମୋର ଭଲ ସାଙ୍ଗ ସେଥିପାଇଁ କହୁଛି। ଅସଳରେ ସେଟା ଗୋଟେ ଯାଦୁ ପଥର। ଶୀତ ମାସରେ ଗୋଟେ ପରୀ ଆସିକି ଆମ ଜଙ୍ଗଲରେ ପଡ଼ିଥିଲା। ତାହାର ଦେହ ଭଲ ଥିଲାନି, ଆଉ ତାହାର ଦେହକୁ ଭଲ କରିବା ପାଇଁ ଆମ ଜଙ୍ଗଲର ନୀଳ ଫୁଲ ଦରକାର ଥିଲା। ଆମ ଜଙ୍ଗଲର ସବୁ ଜନ୍ତୁ ମିଶିକି ବହୁତ ଦିନ ଯାଏ ତାକୁ ସେ ନୀଳ ଫୁଲ ଖୁଆଇଥିଲୁ। ସେ କିଛି ଦିନ ଭିତରେ ଠିକ୍ ହେଇଗଲା। ଯିବା ଆଗରେ ସେ ଆମକୁ ଏ ପଥର ଦେଇଥିଲା, ଆଉ କହିଥିଲା ଗରମ ଦିନରେ ଏ ପଥର ନିଜର ରଙ୍ଗକୁ ବଦଳି ଦେବ। ଯେଉଁଦିନ ଏ ପଥର ଗ୍ରୀନ୍ ହେଇଯିବ ତ ଆକୁ ଆମର ଜଙ୍ଗଲର ପୋଖରୀ ପାଖରେ ସେଇ ଯେଉଁ ମାଟି ଅଛି ରଖିଦେବାର ଅଛି। ତାପରେ ସୂର୍ଯ୍ୟର ତାପ ଏହା ଉପରେ ପଡ଼ିବା ପରେ ସୂର୍ଯ୍ୟର ତାପ ବହୁତ ମାତ୍ରାରେ କମିଯିବ, ଆଉ ଜଙ୍ଗଲ ଗରମ ଦିନରେ ବି ଥଣ୍ଡା ରହିବ। ଏଇଟା ତ ବହୁତ ସାହାଯ୍ୟକାରୀ ପଥର।